ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ଆମେ ସୁଭଦ୍ରା ଯୋଜନା ଯେଉଁ 20,000 ରିଜେକ୍ଟେଡ୍ ଲିଷ୍ଟ ଥିଲା ତାରି ବିଷୟରେ କଥା ହେବା। ତେଣୁ ଆପଣମାନଙ୍କ ଭିତରୁ କେତେକ ମା ଭଉଣୀମାନେ ଆମର କ'ଣ ସୁଭଦ୍ରା ଯୋଜନା ଟଙ୍କାର 5,000 ଟଙ୍କା ପ୍ରଥମ କିସ୍ତି ପାଇଯାଇଛନ୍ତି, ଆଉ କିଛି ମହିଳାମାନେ ପାଇନାହାନ୍ତି। ସେମାନଙ୍କ ମୁହଁରେ ଯେତିକି ଶୁଣାଯାଉଛି କିଛି ଆଗୁଆ ଆପ୍ଲାଏ କରିଥିଲେ ସେମାନଙ୍କୁ ଆସିନି, କିଏ ପଛୁଆ ଆପ୍ଲାଏ କରିକି ପାଇଛି, କିଏ ବିନା KYCରେ ବି ପାଇଯାଇଛି। ତେଣୁ ଯେଉଁମାନେ ପାଇନାହାନ୍ତି ତାଙ୍କର ପ୍ରୋବ୍ଲେମ୍ ହେଇଛି କ'ଣ ଆଉ କେଉଁମାନଙ୍କର ରିଜେକ୍ଟ ହେଇଛି ଆଜି ତା ବିଷୟରେ ଦେଖିବା। ପ୍ରଥମେ ଦେଖିବା କ'ଣ ପାଇଁ ସେମାନେ ପାଇନାହାନ୍ତି। କାରଣ ସେମାନେ ତାଙ୍କର ଡାଟା ଠିକ୍ରେ ଦେଇନାହାନ୍ତି। ତାଙ୍କର ଡିବିଟି ଲିଙ୍କ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା ବେନିଫିସିଆରୀ ଟ୍ରାନ୍ସଫର ଡାଇରେକ୍ଟ ଆପଣଙ୍କ ଆକାଉଣ୍ଟକୁ ଆସିବ। ତେଣୁ ଆପଣଙ୍କର ଡିବିଟି ଲିଙ୍କ ନାହିଁ, ଆଧାର ସାଙ୍ଗରେ ଫୋନ୍ ନମ୍ବର ଲିଙ୍କ ନାହିଁ, ବ୍ୟାଙ୍କ ସାଙ୍ଗରେ ଆମର କ'ଣ ଆଧାର ଲିଙ୍କ ନାହିଁ, ଯାହାଫଳରେ ଆପଣଙ୍କୁ ଏଇଟା ମିଳିବାରେ ଟିକେ ଅସୁବିଧା ହେଇଛି। ବହୁ ଜଣଙ୍କ ଡିବିଟି ତ୍ରୁଟି ଯୋଗୁଁ ମଧ୍ୟ ତାଙ୍କ ପାଖକୁ ଟଙ୍କା ଆସିନି। ଆଉ କେତେ କ'ଣ ନା ସେମାନଙ୍କର ଭୁଲଭାଲ ଡାଟା ସବୁ ଦେଇନ୍ତି। ଯାହାର ଗୋଟେ ବ୍ୟାଙ୍କ ଆକାଉଣ୍ଟ ସେ ଗୋଟେ ବ୍ୟାଙ୍କ ଦେଇ ଦେଖିଲା ବେଳକୁ ଆଉଛି ଆଉ ଗୋଟେ ବ୍ୟାଙ୍କ ଆକାଉଣ୍ଟ, ସିଏ ଯାଇକି ଚେକ୍ କରୁଛି ଦେଖିଲା ବେଳକୁ ପଇସା ଆସିନି, ଦେଖିଲା ଆର ଆକାଉଣ୍ଟ ପଇସା ଆସିଥିବ କି ଆସିନି ସେଇଟା ଦେଖିବାକୁ ପଡ଼ିବ। ତେଣୁ ଆପଣ ପ୍ରଥମେ ଆପଣଙ୍କର ଡିବିଟିଟା ଟିକେ ଚେକ୍ କରନ୍ତୁ, ଆଧାର ସେଟିଂ ହେଇଛି ନାହିଁ ସେଇଟା ଟିକେ ବ୍ୟାଙ୍କରେ ଯାଇକି ପଚାରି ଦିଅନ୍ତୁ। ଆଉ ରହିଲା ରିଜେକ୍ସନ୍ ଲିଷ୍ଟ, ଯେଉଁମାନଙ୍କ ପ୍ରାୟ ରିଜେକ୍ଟ ହେଇଛି ସେମାନଙ୍କର ମନେକର ଜଣଙ୍କ ନାମ ରମେନ୍ଦ୍ର RAMENDR, କିନ୍ତୁ ସେ ଲେଖୁଛି କିନ୍ତୁ ଆଧାର କାର୍ଡ଼ରେ ଆଉ ତାର କ'ଣ ବ୍ୟାଙ୍କ ପାସବୁକ୍ରେ ଦୁଇଟା ଯଦି ମ୍ୟାଚ୍ କରୁନଥିବ ସେମାନେ କ'ଣ ଚିହ୍ନନ୍ତି ଅମକ ଏଇ କ'ଣ ରମେନ୍ଦ୍ର, ତେଣୁ ତା ନାଁଟା କ'ଣ ହେଉଛି ଏପଟ ସେପଟ ହେଇଯାଉଛି। ତେଣୁ ସେ ତାକୁ କ'ଣ ଡିବିଟି ଯୋଗୁଁ ତାକୁ ପଇସା ଦେଉନାହାନ୍ତି, ସେଇଟା ତାର କରେକ୍ସନ୍ କରିବାର ଅଛି। ତେଣୁ ଆପଣଙ୍କର କୌଣସି ଅସୁବିଧା ଯଦି ନାହିଁ ତେଣୁ ଆପଣଙ୍କୁ ଟଙ୍କା ଶୀଘ୍ର ମିଳିଯିବ। ଯେଉଁମାନଙ୍କୁ 17 ତାରିଖରେ ପ୍ରଥମ କିସ୍ତି ମିଳିଯାଇଛି ସେମାନେ ତ ବହୁତ ଖୁସି ଅଛନ୍ତି, ଯେଉଁମାନେ ମିଳିନି ସେମାନେ ଟିକେ ମନ ଦୁଃଖ ଅଛନ୍ତି। କାରଣ ଆମେ ତ ସବୁ ଡାଟା ଦେଲୁ, ଆମକୁ କାହିଁକି ମିଳିଲାନି, ସେମାନେ ପଛୁଆ ଆପ୍ଲାଏ କରି ତାଙ୍କୁ ମିଳିଗଲା, ମୋତେ କାହିଁ ମିଳିଲାନି। ତେଣୁ ଆପଣମାନେ ଏଥିରେ ମନ ଦୁଃଖ କରିବାରେ ନାହିଁ, କାହିଁକି ନା ଆପଣଙ୍କର ଡକୁମେଣ୍ଟରେ କିଛି ଭୁଲ ଥିବା ଯୋଗୁଁ ଆପଣଙ୍କୁ ପଇସା ଆସିନି। ଆପଣ କରେକ୍ସନ୍ କରିଦିଅନ୍ତୁ, ଏବେ ବି ଟାଇମ୍ ଅଛି। ଆପଣ ଯାଇକି ଆପଣଙ୍କର କୌଣସି ଡକୁମେଣ୍ଟ ଯଦି ଭୁଲ ଅଛି ଟିକେ ବ୍ୟାଙ୍କରେ ଆଧାର କେନ୍ଦ୍ରରେ ଯାଇ ଟିକେ ଆପଣ ସେ କଥାବାର୍ତ୍ତା ହେଇଯାଆନ୍ତୁ, ମୋର ଏମିତି ସବୁ ହେଇଛି, କ'ଣ ପାଇଁ ମୋର ଟଙ୍କା ଆସୁନି ଟିକେ ଦେଖିଦିଅ। ସେ ଦେଖିବେ, ଯଦି ଲିଙ୍କ ନଥିବ ଲିଙ୍କ କରିଦେବେ। ଡିବିଟି ଲିଙ୍କ ପାଇଁ ଯେଉଁ ଆଧାର ସିଡ଼ି ପାଇଁ ଆପଣ ନିଜେ ଯିବାକୁ ପଡ଼ିବ, କାରଣ ଆପଣଙ୍କର ଫିଙ୍ଗର ପ୍ରିଣ୍ଟ ଏଗୁଡ଼ା ସବୁ ସିଏ ନେବେ। ତେଣୁ ଏଥିରେ କୌଣସି ଅସୁବିଧା ନାହିଁ। ଆପଣ ଯାଇ ଖାଲି ବେକାରଟାରେ ଜନସେବା ଆଗରେ ବସି ପଡ଼ନ୍ତି। ରିଜେକ୍ସନ୍ ଲିଷ୍ଟ କ'ଣ ପାଇଁ ପ୍ରାୟ 20,000 ହେଇଛି, କାହିଁକି ନା ସେମାନଙ୍କର ଡାଟା ଠିକ୍ଠାକ୍ ଦେଇନାହାନ୍ତି, ତେଣୁ ସେମାନଙ୍କର ରିଜେକ୍ସନ୍ ହେଇଯାଇଛି। ଯେଉଁମାନେ ରିଜେକ୍ସନ୍ ହେଇ ତା ଲିଷ୍ଟ ବର୍ତ୍ତମାନ ୱେବସାଇଟ୍ରେ ପ୍ରକାଶିତ ହେଇନି, ସେ ଖାଲି କହୁନ୍ତି ହବ କିନ୍ତୁ ଡିଟେଲ୍ କହିନାହାନ୍ତି, ତା ବିଷୟରେ କିଛି ଖବର ପର୍ଯ୍ୟନ୍ତ ଆସିନାହିଁ। ଜନସେବା କେନ୍ଦ୍ର ସେ ବି କହିପାରୁନାହାନ୍ତି ଯେ କାହା ମାନଙ୍କର ରିଜେକ୍ସନ୍ ହେଇଛି, ତାର କୌଣସି ତ ଅପସନ୍ ଆସିନି, ସେ କିନ୍ତୁ କହିବେ କ'ଣ, ସେମାନେ ଜମା କହିପାରୁନାହାନ୍ତି। ତେଣୁ ଆପଣମାନେ ବ୍ୟସ୍ତ ନ ହୋଇ ଆପଣଙ୍କ ଡାଟା ଗୁଡ଼ାକ ଟିକେ କରେକ୍ସନ୍ କରିଦିଅନ୍ତୁ, ଆଉ ଅପେକ୍ଷା କରନ୍ତୁ। ନେକ୍ସଟ ଫେଜ୍ରେ ଆପଣଙ୍କୁ ପଇସା ନିଶ୍ଚିନ୍ତ ଭାବରେ ମିଳିଯିବ। ଯଦି ଆପଣଙ୍କର ସମସ୍ତ ଡାଟା ଠିକ୍ ଥିବ, ଡିବିଟି ଲିଙ୍କ ଥିବ, ଆଧାର ସେଟିଂ ଥିବ, ଫୋନ୍ ନମ୍ବର ସବୁ ଲିଙ୍କ ଯେମିତି ଥିବ, ତେଣୁ ଆପଣମାନଙ୍କର ଠିକ୍ ନେକ୍ସଟ ଫେଜ୍ରେ ଆପଣଙ୍କୁ ମିଳିଯିବ। ପ୍ରଥମ କିସ୍ତି ସମସ୍ତଙ୍କୁ ମିଳିବ, ସମସ୍ତ ଯୋଗ୍ୟ ହିତାଧିକାରୀକୁ ମିଳିବ, କେହି ବାଦ ପଡ଼ିବେନି। ତେଣୁ ଆପଣ କୁହନ୍ତି ତାଙ୍କୁ ଆଜି ମିଳିଛି ଆପଣଙ୍କୁ 5 ଦିନ ପରେ ମିଳିବ, 15 ଦିନ ମିଳିବ, ମାସ ପରେ ମିଳିବ, ତେଣୁ ଏଥିରେ ଆପଣଙ୍କୁ ମିଳିବ, କିନ୍ତୁ ଏଥିରେ କୌଣସି ବ୍ୟସ୍ତ ହେବାର ନାହିଁ। ଆପଣ ଟିକେ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ, ଆଉ ଆପଣଙ୍କ ଡାଟା ଗୁଡ଼ାକ ସବୁ ଡକୁମେଣ୍ଟ ଗୁଡ଼ାକ ସବୁ ଠିକ୍ଠାକ୍ କରିଦିଅନ୍ତୁ। ଆଉ ରିଜେକ୍ସନ୍ ଲିଷ୍ଟ ମନକୁ ତାଙ୍କ ପାଖକୁ ଆସିଗଲେ ସେ ଆପଣଙ୍କୁ ଜଣାଇ ଦେବେ ଯେ କେଉଁମାନଙ୍କର ସବୁ ରିଜେକ୍ସନ୍ ହେଇଛି। ତେଣୁ ଆପଣ ଟିକେ ମନ ଦୁଃଖ ନ କରି ଆପଣଙ୍କର ଡକୁମେଣ୍ଟ ଗୁଡ଼ାକ ସବୁ ଠିକ୍ କରନ୍ତୁ। ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ କରିବେ, ସେୟାର କରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଭଲ ରୁହନ୍ତୁ ସମସ୍ତେ।